ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା। କାହାକୁ ମୋ ଭିଡ଼ିଓ ଭଲ ଲାଗିପାରେ, କାହାକୁ ନ ଲାଗିପାରେ, ତଥାପି ଥରେ ସମୟ ପାଇଲେ ଭିଡ଼ିଓକୁ ନିଶ୍ଚୟ ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ହୀରାର ସନ୍ଧାନ ଖୋଜିବାକୁ ଯାଇ ଏ ଲୋଭୀ ମଣିଷ ବହୁମୂଲ୍ୟ ସୁନାକୁ ପାଦରେ ଆଡ଼େଇ ଚାଲିଯାଏ। ଯେତେବେଳେ ହୀରା ନ ପାଇ ଥକିଯାଏ, ସେତେବେଳେ ହିଁ ସୁନାର ମୂଲ୍ୟ ବୁଝିବାକୁ ଲାଗେ। 100 ଥର ମନ୍ଦିର ଯାଅ, 1000 ଦୀପ ଜଳାଅ, 1,00,000 ଥର ହରିନାମ ଜପ, କୋଟିଏ ଲୋକଙ୍କୁ ଖାଇବାକୁ ଦିଅ, ସବୁକିଛି ମୂଲ୍ୟହୀନ ଯଦି ତୁମ ଦ୍ୱାରା କାହା ଆଖିରୁ ବୁନ୍ଦାଏ ଲୁହ ବାହାରେ। ସମୟ, ସାଙ୍ଗ, ସମ୍ପର୍କ ଏହି ତିନୋଟି ଜିନିଷ ସହଜରେ ମିଳିଯାଏ। ହେଲେ ଏହାର ମୂଲ୍ୟ ସେତେବେଳେ ଜଣାପଡ଼େ ଯେତେବେଳେ ଏହା ଆମ ପାଖରୁ ଦୂରେଇ ଯାଏ। ସବୁବେଳେ ମନେ ରଖିବେ, ଯେ ପର୍ଯ୍ୟନ୍ତ ଆପଣ ଲୋକଙ୍କ କାମରେ ଆସୁଥିବେ, ସେ ପର୍ଯ୍ୟନ୍ତ ଲୋକ ଆପଣଙ୍କୁ ଚିହ୍ନିଥିବେ। କାରଣ କାମ ସରିଗଲା ପରେ ଯେମିତି ଦିଆସିଲି କାଠିକୁ ଫିଙ୍ଗି ଦିଅନ୍ତି, ସେମିତି ପରେ ଫିଙ୍ଗି ଦେବେ। ଜୀବନ ହେଉଛି ଗୋଟିଏ ପଥ। ଏହି ପଥର ଆରମ୍ଭ ହେଉଛି ଜନ୍ମ ଓ ଶେଷ ହେଉଛି ମୃତ୍ୟୁ। ସମୟ ହେଉଛି ସବୁଠାରୁ ବଡ଼ ସାଥୀ। ଯାହା ଗଲା ସେ କେବେ ଫେରି ଆସେନି। ସୁଖ ଓ ଦୁଃଖ ଏ ଦୁଇଜଣ ହେଉଛନ୍ତି ଭାଇ। ସେ କେବେ ଆସେ ଆଉ କେବେ ଯାଏ ଏକଥା କେହି କହିପାରିବେନି। ସମ୍ମାନ ଦେଇ ଶିଖିଲେ ସମ୍ମାନ ପାଇବେ। ଦାନ କରି ଦେଖନ୍ତୁ, ଧର୍ମ ଅର୍ଜନ କରିବେ। ରାଗ ହିଂସା ଭୁଲନ୍ତୁ, ଆଦର ପାଇବେ। ମୃତ୍ୟୁକୁ ମନେ ରଖନ୍ତୁ, ଲୋଭରୁ ମୁକ୍ତି ପାଇବେ। ଆବଶ୍ୟକତା ଠାରୁ ଅଧିକ କଥାବାର୍ତ୍ତା, ଅଧିକ ଆଶା ଆଉ ଅଧିକ ଭରସା କଲେ ଆବଶ୍ୟକତା ଠାରୁ ଅଧିକ କଷ୍ଟ ମିଳିଥାଏ। ଆପଣଙ୍କ ଜୀବନରେ ଆପଣ କରୁଥିବା ଭଲ ବା ଖରାପ କର୍ମ କିଏ ଦେଖୁ ବା ନ ଦେଖୁ, ଜଣେ ନିଶ୍ଚୟ ଦେଖୁଥାଏ। ସମୟ ଅନୁସାରେ ସେହି କର୍ମର ଫଳ ଆପଣଙ୍କୁ ଶୁଦ୍ଧ ମୂଳ ସହ ଫେରାଇଥାଏ। ଜୀବନରେ ତ ବହୁତ କଷ୍ଟ ଅଛି। କଷ୍ଟକୁ ଡରିଗଲେ ହାରିଯିବ। ସୁଖ ପାଇବା ପାଇଁ ହେଲେ ବାଟରେ ଅନେକ କଣ୍ଟା ମାଡ଼ିବାକୁ ହେବ। ବାସି ମାଂସ ଖାଇବା ଦ୍ୱାରା ମନୁଷ୍ୟର ଆୟୁଷ କମ୍ ହୋଇଯାଏ। ବାସି ମାଂସ ବିଷ ସହିତ ସମାନ ହୋଇଥାଏ। ବାରମ୍ବାର ହାତ ଏବଂ ଗୋଡ଼ରେ ଆଙ୍ଗୁଠି ଫୁଟାଇବା ଉଚିତ ନୁହେଁ। ଏହାଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ ଏବଂ ଯଦି ସବୁବେଳେ ଶରୀର ମଡ଼ମଡ଼ ଓ ଶବ୍ଦ କରୁଛି, ତେବେ ଜାଣିବାକୁ ହେବ ଯେ ଶରୀରରେ କ୍ୟାଲସିୟମର ଅଭାବ ରହିଛି। ଭଗବାନ ସେହି ଲୋକ ପାଖରେ ସବୁବେଳେ ରହିଥାନ୍ତି ଯେଉଁମାନେ ସବୁବେଳେ ଦୁଃଖ ପାଇଥାନ୍ତି। ଦୁଃଖୀ ଲୋକର ପରୀକ୍ଷା ନେଇଥାନ୍ତି, ଉଚିତ ମାର୍ଗ ଦେଖାଇଥାନ୍ତି। ଭଗବାନ ସେହି ଲୋକକୁ ପାପ କରିବାକୁ ଦେଇନଥାନ୍ତି। କିନ୍ତୁ ଧନୀ ଖୁସି ହେବା ବ୍ୟକ୍ତି ଧନରେ ଅନ୍ଧ ହୋଇ ଭଗବାନଙ୍କୁ ବି ଭୁଲିଯାଏ ଏବଂ ପାପ କରିବା ଆରମ୍ଭ କରିଦେଇଥାଏ। ଯଦି ଆପଣ ଦୁଃଖରେ ଅଛନ୍ତି, ତେବେ ଭାଙ୍ଗି ପଡ଼ନ୍ତୁ ନାହିଁ। ଆପଣ ଭାବିବେ ଯେ ଭଗବାନ ଆପଣଙ୍କର ପାଖରେ ଅଛନ୍ତି ଆଉ ଆପଣଙ୍କୁ କେବେ ପାପ ବା ହତାଶ ହେବାକୁ ଦେବେ ନାହିଁ। ସବୁ ପାପ ଆପଣଙ୍କର ଦୁଃଖ ସମୟରେ ସରି ସରି ଆସୁଛି। ଏକା ଚାଲିବା ପାଇଁ ଚେଷ୍ଟା କରନ୍ତୁ। ଜୀବନରେ କେହି ଅଛନ୍ତି ତୁମ ମନର ଭାବକୁ ବୁଝିପାରିଲା ବୋଲି। ଜୀବନରେ କେହି ଅଛନ୍ତି ତୁମ ଦୁଃଖରେ ଠିଆ ହେବା ପାଇଁ। ଜୀବନରେ କେହି ଅଛନ୍ତି ତୁମ ମରଣର ପଥ ଖୋଜିବା ପାଇଁ। ପୃଥିବୀ ପୃଷ୍ଠକୁ ଆସିବାର ସମୟରେ କ'ଣ ଆଣିଥିଲେ, ନେଲାବେଳେ କ'ଣ ନେଇକି ଯିବେ? କ'ଣ ହଜିଗଲା ଯେ ମନ ଦୁଃଖ କରୁଛ? କିଏ ତୁମ ସହିତ ଥିଲା ଯେ ତାକୁ ଖୋଜୁଛ? ବଞ୍ଚିତ ସମୟରେ ଲୋକ ନାନା ପ୍ରକାର ଲାଞ୍ଛନା ଦେଇଥାନ୍ତି।
ଏବଂ ମରିଗଲା ପରେ କହିବେ କ'ଣ ହୋଇଗଲା ଯେ ମଲା। ଯଦି କିଛି ଆଣିନ, କିଛି ନେବନି, କେହି ନୁହନ୍ତି ନିଜର କିମ୍ବା ପର। ଏଠାରେ 2.5 ଦିନର କୁଣିଆ, ସଭିଏ ଏଠାରେ। ସଭିଏ ନାରୀ। ଶ୍ରୀକୃଷ୍ଣ କେବଳ ଗୋଟିଏ ପୁରୁଷ। ଭଗବଦ୍ଗୀତା ଏକମାତ୍ର ସାର, ସଂସାର ଅମୃତ, ସବୁଠାରୁ ଶ୍ରେଷ୍ଠ ସତ୍ୟ। ଶିବ ସୁନ୍ଦର ପ୍ରେମ। ମା'କୁ ଛାଡ଼ିଦେଲେ ଆଉ କେହି ବି ବିଶ୍ୱାସୀ ହୋଇପାରିବେନି। ଗରିବର ବନ୍ଧୁ କେହି ବି ହୋଇପାରିବେନି। ଆଜିକାଲିର ଲୋକ ଭଲ ଲୋକକୁ ଚିହ୍ନି ପାରନ୍ତି ନାହିଁ। ଇଜ୍ଜତ କେବଳ ଟଙ୍କାକୁ ଦିଆଯାଏ, ମଣିଷକୁ ନୁହେଁ। ଯାହା ମନରେ ଦୟା ଥାଏ କିନ୍ତୁ ସାହାଯ୍ୟ କରିବା ପାଇଁ ତା' ପାଖରେ ଧନ ନଥାଏ, ଆଉ ଯାହା ପାଖେ ଧନ ଥାଏ ସାହାଯ୍ୟ କରିବା ପାଇଁ ତା' ମନରେ ଦୟା ନଥାଏ। ଯାହା ଆଖିରେ ନିଦ ଥାଏ କିନ୍ତୁ ତା' ପାଖରେ ଶୋଇବା ପାଇଁ ବିଛଣା ନଥାଏ, ଆଉ ଯାହା ପାଖେ ଭଲ ବିଛଣାଟିଏ ଥାଏ କିନ୍ତୁ ତା' ଆଖିରେ ନିଦ ହିଁ ନଥାଏ। ଯିଏ ସର୍ବଦା ସତ୍ୟ ହିଁ କହିଥାଏ, ଏ ଦୁନିଆ ତାକୁ ହିଁ ଦୋଷୀ ସାବ୍ୟସ୍ତ କରିଥାଏ। ମିଥ୍ୟାର ଯିଏ ଆଶ୍ରୟ ନେଇଥାଏ, ଏ ଦୁନିଆରେ ସେ ଭଦ୍ରବ୍ୟକ୍ତି କୁହାଯାଏ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।